ନମସ୍କାର। ଚାଲନ୍ତୁ ଆଜି ଏକ ଏମିତି କାହାଣୀ ଭିତରକୁ ଯିବା ଯାହା ଶ୍ରଦ୍ଧା, ବିଶ୍ୱାସ ଆଉ ଭକ୍ତିର ପ୍ରକୃତ ଅର୍ଥ ବୁଝାଇଦିଏ। ଏ ହେଉଛି ଦାସିଆ ବାଉରୀଙ୍କ କାହାଣୀ, ଯିଏ ଗୋଟିଏ ସାଧାରଣ ନଡ଼ିଆ ଦେଇ ସବୁଦିନ ପାଇଁ ଇତିହାସରେ ଅମର ହୋଇଗଲେ। ତେବେ ଆସନ୍ତୁ ଏହି ଅପୂର୍ବ ଯାତ୍ରା ଆରମ୍ଭ କରିବା। ଆଉ ଦେଖନ୍ତୁ, ଏ କାହାଣୀର ଆରମ୍ଭ ଆଉ କୋଉଠୁ ନୁହେଁ, ସିଧା ମହାପ୍ରଭୁ ଜଗନ୍ନାଥଙ୍କ ନିଜ ବାଣୀରୁ ହେଉଛି। ଏହି ଗୋଟିଏ ବାକ୍ୟ ହିଁ ପୂରା କାହାଣୀର ମୂଳଦୁଆ। ଏହା ସ୍ପଷ୍ଟ କରିଦେଉଛି ଯେ ଭଗବାନଙ୍କ ପାଇଁ ସୁନା, ରୂପା କିମ୍ବା ଧନସମ୍ପତ୍ତି ନୁହେଁ, ବରଂ ଜଣେ ଭକ୍ତର ନିରୀହ, ନିଷ୍କପଟ ଭକ୍ତି ହିଁ ସବୁଠୁ ବଡ଼। ଆଉ ଏହି ସତର ଜୀବନ୍ତ ପ୍ରମାଣ ଥିଲେ ଦାସିଆ ବାଉରୀ। ତେବେ ଚାଲନ୍ତୁ କାହାଣୀର ପ୍ରଥମ ପର୍ଯ୍ୟାୟରେ ପ୍ରବେଶ କରିବା। ଏଠି ଆମେ ଭେଟିବା ସେହି ମହାନ ଭକ୍ତଙ୍କୁ ଆଉ ଅନୁଭବ କରିବା ତାଙ୍କ ହୃଦୟର ବ୍ୟାକୁଳତାକୁ। ଟିକେ କଳ୍ପନା କରନ୍ତୁ ତ, ଶହ ଶହ ବର୍ଷ ତଳର କଥା। ଓଡ଼ିଶାର କୌଣସି ଏକ ଛୋଟ ଗାଁ। ସେଠି ରହୁଥିଲେ ଦାସିଆ ବାଉରୀ, ଜଣେ ଭାରି ସାଧାରଣ ବୁଣାକାର, ଯାହାଙ୍କର ଦୁନିଆ ତାଙ୍କ ତନ୍ତ ଆଉ ପରିବାର ଭିତରେ ହିଁ ସୀମିତ ଥିଲା। କିନ୍ତୁ ତାଙ୍କର ସେହି ସାଧାସିଧା ଜୀବନ ଭିତରେ ଗୋଟିଏ ଅସାଧାରଣ ଆଲୋକ ଥିଲା। ଆଉ ତାହା ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଅତୁଟ ଭକ୍ତି। ସେ କେବଳ ଜଣେ ଭକ୍ତ ନଥିଲେ, ମହାପ୍ରଭୁ ଥିଲେ ତାଙ୍କର ଦୁନିଆ। ତାଙ୍କର ପ୍ରତିଟି ନିଶ୍ୱାସରେ, ପ୍ରତିଟି କାମରେ କେବଳ ପ୍ରଭୁ ହିଁ ଥିଲେ। ଏଇ ଗୋଟିଏ ପଦ କଥାରେ ତାଙ୍କ ହୃଦୟର ସବୁ ବ୍ୟାକୁଳତା ବୁଝିହେଉଛି। ମନରେ ବାସ୍ ଗୋଟିଏ ହିଁ ଆଶା ଥିଲା, ଥରଟିଏ ନିଜ ଆଖିରେ ପ୍ରଭୁଙ୍କୁ ଦେଖିବା। କିନ୍ତୁ ନିଜକୁ ଏତେ ଛୋଟ, ଏତେ ତୁଚ୍ଛ ମାନେ କରୁଥିଲେ ଯେ ତାଙ୍କୁ ଲାଗୁଥିଲା ସେ ଏଥିପାଇଁ ଯୋଗ୍ୟ ହିଁ ନହନ୍ତି। ଏଇଠି ଦେଖନ୍ତୁ ଦୁନିଆର ଦୁଇଟା ଅଲଗା ଅଲଗା ଚିତ୍ର। ଗୋଟେ ପଟେ ଗାଁ ଲୋକଙ୍କ ଆଖି, ଯେଉଁମାନେ ତାଙ୍କ ଭକ୍ତିକୁ ପାଗଳାମୀ କହୁଥିଲେ, ତାଙ୍କ ଗରିବୀକୁ ଦେଖି ଉପହାସ କରୁଥିଲେ। ଆଉ ଅନ୍ୟପଟେ ଥିଲେ ଦାସିଆ, ଯାହାଙ୍କ ପାଇଁ ଲୋକଙ୍କ କଥାର କିଛି ମାନେ ନଥିଲା। ତାଙ୍କ ଆଖି କେବଳ ନିଜ ପ୍ରଭୁଙ୍କୁ ହିଁ ଖୋଜୁଥିଲା। କିନ୍ତୁ କୁହନ୍ତି ନା, ଯେତେବେଳେ ଭକ୍ତିରେ ସତ୍ୟ ଥାଏ, ଭଗବାନ ନିଜେ ରାସ୍ତା ଦେଖାନ୍ତି। ଆଉ ଏବେ କାହାଣୀରେ ସେମିତି ଏକ ମୋଡ଼ ଆସିବାକୁ ଯାଉଛି, ଯେଉଁଠି ଦାସିଆଙ୍କ ଭକ୍ତିର ଯାତ୍ରା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଦେଖନ୍ତୁ, ରାସ୍ତା ଏତେ ସହଜ ନଥିଲା। ଗୋଟିଏ ନୁହେଁ, ପାହାଡ଼ ଭଳି ତିନିଟା ବାଧା ଛିଡ଼ା ହୋଇଥିଲା ତାଙ୍କ ସାମ୍ନାରେ। ପାଖରେ ଟଙ୍କା ପଇସା ନଥିଲା, ସମାଜର ନିୟମ ଅନୁସାରେ ତାଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ନଥିଲା, ଆଉ ପୁରୀ ଯିବାର ରାସ୍ତା ବି ବହୁତ ଲମ୍ବା ଆଉ କଷ୍ଟକର ଥିଲା। ସବୁ ଦେଖିଲେ ଲାଗୁଥିଲା ଏ ଇଚ୍ଛା କେବେ ବି ପୂରଣ ହେବନି। ଆଉ ଠିକ୍ ଏତିକି ବେଳେ, ଯେତେବେଳେ ସବୁ ରାସ୍ତା ବନ୍ଦ ଲାଗୁଥିଲା, ସାମ୍ନାକୁ ଆସିଲେ ତାଙ୍କ ସହଧର୍ମିଣୀ। ଦେଖନ୍ତୁ ତାଙ୍କ କଥା। ସେ ନିଜର ସବୁ ସଞ୍ଚୟ ବାହାର କରି କହିଲେ, ପ୍ରଭୁଙ୍କ ଦର୍ଶନଠାରୁ ବଡ଼ ଆବଶ୍ୟକତା ଆଉ କ'ଣ ହୋଇପାରେ? ଏହା କେବଳ ଟଙ୍କା ନଥିଲା, ଏହା ଥିଲା ଦୁଇଟି ହୃଦୟର ସମାନ ବିଶ୍ୱାସ ଆଉ ପ୍ରେମ। ବର୍ତ୍ତମାନ ଦାସିଆ ପୁରୀରେ ପହଞ୍ଚି ସାରିଛନ୍ତି, ଆଉ ଏଇଠୁ ଆରମ୍ଭ ହେଉଛି କାହାଣୀର ସବୁଠୁ ରୋମାଞ୍ଚକର ଅଧ୍ୟାୟ, ଯେଉଁଠି ଗୋଟିଏ ସାଧାରଣ ନଡ଼ିଆ ଏକ ଅସାଧାରଣ ଇତିହାସ ରଚିବାକୁ ଯାଉଛି। ସେ ପୁରୀରେ ତ ପହଞ୍ଚିଲେ, କିନ୍ତୁ କେତେବେଳେ ଜାଣିଛନ୍ତି? ଠିକ୍ ରଥଯାତ୍ରା ସମୟରେ। ଆପଣ ଭାବିପାରୁଥିବେ ଚାରିଆଡ଼େ ଖାଲି ଲୋକ ଆଉ ଲୋକ, ଗୋଟେ ପ୍ରକାରର ଜନସମୁଦ୍ର। ସେହି ଭିଡ଼ ଭିତରେ ଜଣେ ସାଧାରଣ ଲୋକର ଇଚ୍ଛା ପୂରଣ ହେବା ଆହୁରି କଷ୍ଟକର ଥିଲା। ତେବେ ପ୍ରଶ୍ନ ଉଠୁଛି, ଏତେ ଭିଡ଼ ଭିତରେ ପ୍ରଭୁଙ୍କ ରଥ ପାଖକୁ ଯିବେ କେମିତି? ନିଜ ମନର କଥା ନିଜ ଭେଟି ପହଞ୍ଚେଇବେ କେମିତି? ରାସ୍ତା ପୂରାପୂରି ବନ୍ଦ ଥିଲା। ଆଉ ସେତେବେଳେ ଦାସିଆ ଯାହା କଲେ, ତାହା ହିଁ ତାଙ୍କ ଭକ୍ତିର ସବୁଠୁ ବଡ଼ ପ୍ରମାଣ। କୌଣସି ଜଟିଳ ଉପାୟ ନୁହେଁ। ସେ ଜଣେ ପୂଜକଙ୍କୁ ଦେଖିଲେ, ଆଉ ନିଜ ପାଖରେ ଥିବା ଏକମାତ୍ର ଜିନିଷ, ଗୋଟିଏ ସାଧାରଣ ନଡ଼ିଆ, ତାଙ୍କ ହାତକୁ ବଢ଼ାଇଦେଲେ। ସେ ପୂଜକଙ୍କୁ ବେଶୀ କିଛି କହିଲେନି। ତାଙ୍କର କୌଣସି ବଡ଼ ଦାବି ନଥିଲା କି କୌଣସି ଅହଙ୍କାର ନଥିଲା। ଖାଲି ଗୋଟିଏ ଛୋଟ ଅନୁରୋଧ ଥିଲା, ଦୟାକରି ପ୍ରଭୁଙ୍କୁ କେବଳ ଏତିକି କହିବେ, ଏହାକୁ ଦାସିଆ ପଠାଇଛି। ଏହା ଥିଲା ସମ୍ପୂର୍ଣ୍ଣ ସମର୍ପଣର ଭାବ। ଆଉ ଏବେ ଆସନ୍ତୁ ସେହି ମୁହୂର୍ତ୍ତକୁ, ଯେତେବେଳେ ଦାସିଆଙ୍କ ବିଶ୍ୱାସର ସବୁଠୁ ବଡ଼ ପରୀକ୍ଷା ହେଲା, ଆଉ ଯାହା ଘଟିଲା ତାହା ଇତିହାସ ହୋଇଗଲା। ପୂଜକ ତ ନଡ଼ିଆଟି ନେଲେ, କିନ୍ତୁ ତାଙ୍କ ମନରେ ସନ୍ଦେହ ଥିଲା। ସେ ଭାବୁଥିବେ, ଏ କି ଅଜବ କଥା, ଜଣେ ନୀଚ ଜାତିର ଲୋକର ଏମିତି ଅନୁରୋଧ। ତଥାପି ସେ ନଡ଼ିଆଟିକୁ ନେଇ ମନ୍ଦିରର ଗର୍ଭଗୃହ ଭିତରକୁ ଗଲେ। ଆଉ ମନ୍ଦିର ଭିତରେ ଯାହା ଦେଖାଗଲା, ତାହା ଅକଳ୍ପନୀୟ ଥିଲା। ଗୋଟେ ପଟେ ବଡ଼ ବଡ଼ ଆଡ଼ମ୍ବରପୂର୍ଣ୍ଣ ଭେଟି ମନ୍ତ୍ରପାଠ, ଯାହାକୁ ପ୍ରଭୁ ଗ୍ରହଣ କଲେନି। ଆଉ ଅନ୍ୟପଟେ ଦାସିଆଙ୍କର ସେହି ମାଟିର ସାଧାରଣ ନଡ଼ିଆ, ଯାହାକୁ ପ୍ରଭୁ ନିଜେ ସ୍ୱୀକାର କଲେ। ଏ ଦୃଶ୍ୟ ଦେଖି ପୂଜକଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି। ସେ ଚିତ୍କାର କରି କହିଲେ, ଏ ତ ଚମତ୍କାର! ସ୍ୱୟଂ ମହାପ୍ରଭୁଙ୍କ ହାତ ପ୍ରତିମାରୁ ବାହାରି ଆସିଲା, ଆଉ ଦାସିଆର ନଡ଼ିଆକୁ ଗ୍ରହଣ କଲା। ଏହା ହିଁ ଥିଲା ଶୁଦ୍ଧ ଭକ୍ତିର ବିଜୟ। ବାସ୍, ଏ ଖବର ଆଉ ଅଟକିଲା ନାହିଁ। ନିଆଁ ଭଳି ସବୁଆଡ଼େ ବ୍ୟାପିଗଲା।
ଗାଁରୁ ସହର, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜା ଗଜପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କାନରେ ଏହି ଅଲୌକିକ ଘଟଣା ପହଞ୍ଚିଲା। ଆଉ ସେହି ଦିନଠାରୁ ଦାସିଆ ବାଉରୀ କେବଳ ଜଣେ ବୁଣାକାର ହୋଇ ରହିଲେନି, ସେ ପାଲଟିଗଲେ ଏକ କିମ୍ବଦନ୍ତୀ। କିନ୍ତୁ ଏହି କାହାଣୀ କେବଳ ଏକ ଚମତ୍କାର ନୁହେଁ, ଆସନ୍ତୁ ଏହାର ଗଭୀର ଅର୍ଥକୁ ବୁଝିବା। ଏ ପୂରା କାହାଣୀର କେନ୍ଦ୍ରବିନ୍ଦୁ ହେଉଛି ଭକ୍ତି। ତେବେ ଭକ୍ତି କ'ଣ? ଏହା କୌଣସି ପୂଜାପାଠ କିମ୍ବା ବଡ଼ ବଡ଼ ନୀତିନିୟମ ନୁହେଁ। ଭକ୍ତି ହେଉଛି ହୃଦୟରୁ ହୃଦୟର ସମ୍ପର୍କ, ଈଶ୍ୱରଙ୍କ ସହ ଏକ ସିଧାସଳଖ ଭାବର ସମ୍ପର୍କ। ଏଠାରେ ଜାତି, ଧନ ବା ସାମାଜିକ ସ୍ଥିତିର କୌଣସି ମୂଲ୍ୟ ନାହିଁ। ତେବେ ଏହି ମହାନ କାହାଣୀରୁ ଆମେ କ'ଣ ଶିଖିଲେ? ଏହାର ସାରାଂଶ ହେଉଛି ଯେ ପ୍ରକୃତ ଭକ୍ତି ବଡ଼ ବଡ଼ ପୂଜାପାଠଠାରୁ ବି ଅଧିକ ଶକ୍ତିଶାଳୀ। ବିଶ୍ୱାସ ଯଦି ଦୃଢ଼ ଥାଏ, ତେବେ କୌଣସି ବି ସାମାଜିକ ବାଧା ତାକୁ ଅଟକାଇ ପାରେ ନାହିଁ। ଭଗବାନ ସବୁବେଳେ ଗୋଟିଏ ଶୁଦ୍ଧ ହୃଦୟର ଡାକ ଶୁଣନ୍ତି। ଆଉ ସବୁଠୁ ବଡ଼ କଥା ହେଲା, ପ୍ରେମ ହିଁ ସବୁଠୁ ବଡ଼ ଭେଟି। ଶେଷରେ ଗୋଟିଏ ପ୍ରଶ୍ନ ସହ ଆଜିର ଏହି ଆଲୋଚନାକୁ ଶେଷ କରିବା। ଯଦି ଗୋଟିଏ ସାଧାରଣ ନଡ଼ିଆ ଭକ୍ତ ଆଉ ଭଗବାନଙ୍କ ଭିତରର ସବୁ ଦୂରତାକୁ ମିଟେଇ ଦେଇପାରିଲା, ତେବେ ଆମେ ଆମ ଜୀବନରେ ଯେଉଁ ବାଧାଗୁଡ଼ିକୁ ଏତେ ବଡ଼ ବୋଲି ଭାବୁଛେ, ସେଗୁଡ଼ିକ କ'ଣ ପ୍ରକୃତରେ ସତ? ଏହି ପ୍ରଶ୍ନଟି ଉପରେ ଟିକେ ଚିନ୍ତା କରିବେ।